ପ୍ରେଜ୍ ଦ ଲର୍ଡ। ୱାର୍ଡ ଗୁଚନ ଚ୍ୟାନେଲରେ ସମସ୍ତ ଆପଣ ଜନମାନଙ୍କୁ ସ୍ୱାଗତ। ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ, ଭିଡ଼ିଓ ଗୁଡ଼ିକରେ ଲାଇକ୍ ଦିଅନ୍ତୁ, ଭିଡ଼ିଓ ଗୁଡ଼ିକରେ କମେଣ୍ଟ କରନ୍ତୁ ଏବଂ ଭିଡ଼ିଓ ଗୁଡ଼ିକ ବହୁ ମାତ୍ରାରେ ସେୟାର କରନ୍ତୁ। ତେବେ ଆଜି ଆମେ ପବିତ୍ର ବାଇବେଲର ଆଦି ପୁସ୍ତକର ତୃତୀୟ ଅଧ୍ୟାୟର 20ତମ ପଦଟି ଆଲୋଚନା କରି ବ୍ୟାଖ୍ୟା କରିବା ପାଇଁ ଯାଉଛନ୍ତି। ତେବେ ସୂଚନା ଅଛି ଆଦି ପୁସ୍ତକ ଅଧ୍ୟାୟ 3 ପଦ ନମ୍ବର 20। ଏଥି ଉତ୍ତାରେ ଆଦାମ ଆପଣା ଭାର୍ଯ୍ୟର ନାମ ହବା ଦେଲେ, ଯେହେତୁ ସେ ଜୀବିତ ଲୋକମାନଙ୍କର ମାତା ହେଲେ। ତେବେ କଣ ସୂଚନା ଅଛି ନା, ଏଥି ଉତ୍ତାରେ ଆଦାମ ଆପଣା ଭାର୍ଯ୍ୟର ନାମ ହବା ଦେଲେ। ଏହାପରେ ଆଦାମ ପୁରୁଷ ଜଣକ ନିଜ ସ୍ତ୍ରୀଙ୍କର ନାଁ ହବା ଦେଇଅଛନ୍ତି। ତାହାପରେ କଣ କୁହାଯାଇଅଛି ନା, ଯେହେତୁ ସେ ଜୀବିତ ଲୋକମାନଙ୍କର ମାତା ହେଲେ। ଯେହେତୁ ହବା ଜୀବିତ ଲୋକମାନଙ୍କର ମାତା ହେଲେ, ତେଣୁ ତାଙ୍କ ନାଁ ହବା ଦେଲେ। ତେବେ ହବା କାହିଁକି ଦେଲେ ଆମେ ତାହାକୁ ବୁଝିବା। ଏଠାରେ କଣ ପାଇଁ ଜୀବିତ ଲୋକମାନଙ୍କର ମାତାର ନାମ ହବା ଦିଆଯାଇଅଛି, ତେବେ ଚାଲନ୍ତୁ ଆମେ ଜାଣିବା। ତେବେ ପବିତ୍ର ବାଇବେଲକୁ ହିବ୍ରୁ ଭାଷାରେ ଲେଖା ଯାଇଅଛି, ଯେଉଁଠାରେ କି ନାରୀଙ୍କର ନାଁ ଚାଭା ଅଛି ବା ସ୍ତ୍ରୀଙ୍କର ନାଁ ଚାଭା ଅଛି। ତେବେ ଏ ଚାଭା ନାମଟି ର ଅର୍ଥ ହେଉଛି ଜୀବନ୍ତ ବା ଜୀବନ ଦେଉଥିବାକୁ ଚାଭା ବୋଲି ହିବ୍ରୁ ଭାଷାରେ କୁହାଯାଏ, ଯେଉଁଟାକି ଆମେ ଇଂରାଜୀରେ ଲିଭିଂ ମଧ୍ୟ କହିପାରିବା। ପରବର୍ତ୍ତୀ କାଳରେ ଚାଭାକୁ ବା ନାରୀଙ୍କ ନାମକୁ ଯେତେବେଳେ ଗ୍ରୀକ ଭାଷାରେ ପବିତ୍ର ବାଇବେଲକୁ ଲେଖାଗଲା, ସେତେବେଳେ ନାରୀଙ୍କ ନାମ ହେଉଆ ହେଲା। ପୁଣି ଲାଟିନର ଲୋକମାନଙ୍କ ଦ୍ୱାରା ଲେଖା ହେଇଥିବା ଲାଟିନ ଭାଷାରେ ପବିତ୍ର ବାଇବେଲକୁ ନାରୀଙ୍କ ନାମ ଇଭା ଦିଆଗଲା। ପୁଣି ଯେତେବେଳେ ପବିତ୍ର ବାଇବେଲକୁ ଇଂରାଜୀରେ ଲେଖାଗଲା, ତାହାକୁ ଇଭ୍ ବୋଲି ଦିଆଗଲା। ପୁଣି ଯେତେବେଳେ ପବିତ୍ର ବାଇବେଲକୁ ଓଡ଼ିଆରେ ଲେଖାଗଲା, ସେତେବେଳେ ହିବ୍ରୁ ନାମ ନାରୀଙ୍କର ଥିଲା ଚାଭା, କିନ୍ତୁ ଭାରତୀୟ ଭାଷା ବା ଓଡ଼ିଆ ଭାଷା ଅନୁସାରେ ତାହାଙ୍କୁ ହବା ବୋଲି କୁହାଗଲା। ହବା ନାମର ପ୍ରକୃତ କାରଣ ଚାଭା ହିବ୍ରୁ ଭାଷା ହୋଇଥିବାରୁ ଚାଭା ଅପେକ୍ଷା ହବା ଆମ ଭାରତୀୟ ଭାଷା ପରି ଲାଗିଲା ବା ଭାରତୀୟ ନାମକୁ ତାହା ଉପଯୁକ୍ତ ଲାଗିଲା। ତେବେ ଆମ୍ଭେ ଏଠାରେ ଜାଣିପାରିଲେ ଇଭ୍ ଙ୍କ ନାମ ଏବଂ ଅନ୍ୟାନ୍ୟ ନାମ ସବୁ ସେଇ ପ୍ରଥମ ନାରୀଙ୍କର ଥିଲା, ଯାହାଙ୍କୁ ଆମେ ହବା ବୋଲି ଓଡ଼ିଆରେ ଜାଣୁଛନ୍ତି। ତେବେ ପ୍ରଥମ ନାରୀଙ୍କ ନାମ ହବା, ଏହାର ପ୍ରକୃତ କାରଣ ହେଲା ସେ ଜୀବିତ ଲୋକମାନଙ୍କର ମାତା ହେଲେ, କାରଣ ତାଙ୍କ ଠାରୁ ହିଁ ଜୀବନର ସୃଷ୍ଟି ହେଲା। ସେ ପ୍ରଥମ ମାତା ହେଲେ, ଯାହାଙ୍କ ଠାରୁ କି ଜୀବନର ସୃଷ୍ଟି ବା ଲୋକମାନଙ୍କର ଜନ୍ମ ହେଲା। ତେଣୁ ସେ ଜୀବିତ ଲୋକମାନଙ୍କର ମାତା ହୋଇଥିବାରୁ ତାଙ୍କର ନାମ ହବା ବୋଲି ଆଦାମ ଦେଇଅଛନ୍ତି। ତେବେ ଏଠାରେ ଆମ୍ଭେ ନାରୀଙ୍କ ନାମ ସମ୍ପର୍କିତ ଥିବା ପ୍ରଶ୍ନର ଉତ୍ତର ପାଇଗଲେ ଏବଂ ଏଠାରେ ଅତି ସୁନ୍ଦର ଭାବରେ ଆଦି ପୁସ୍ତକର ତୃତୀୟ ଅଧ୍ୟାୟର 20ତମ ପଦଟି ବ୍ୟାଖ୍ୟା ହୋଇ ଶେଷ ହୋଇଯାଇଅଛି। ତେବେ ସମସ୍ତ ଆପଣା ଜନମାନଙ୍କୁ ଧନ୍ୟବାଦ।